କୋଉ ପଇସା କୋଉ ପଇସା ତମେ ମତେ ଦେଇଛ? ପାନ ପଇସା। ପାନ ପଇସା 100 କୋଟି ଟଙ୍କା ତମ ଗାଡି ରଖିବ? ହଁ ରଖିଦେବି। ସାର୍ କମ ନୋଟ ତମର? ହଁ ମୋ ସାହସ ଅଛି, ଅନୁଭୂତ ଅଛି। ପଇସା ଦବ ଗାଡି ନେଇ ଯିବ। ଖେଳୁଛ ମୋ ସାଙ୍ଗରେ? ତମ ନାଁ ଦେଖ ଚୋରି କେସରେ ଏଫଆଇଆର ଦେବି। ଯାଅ ଏବେ ଯା। ହଉ ଦେଖିଆ ତମ ଦମ କେତେ ହେଲା। ରଜପାନ କିଏ ଖାଇବ? ରଜପାନ ଖାଇଲେ ବୁଲିବ ମଧୁବନ, ନ ଖାଇଲେ ନନ୍ଦନକାନନ। ଖାଇବା ନ ଖାଇବା ତମ ମନ। ହେଇ ନିଅ ଧନ, 30 ଟଙ୍କାରେ ଖାଇଲେ ବୋଲିବ ମଧୁର ବଚନ। ହେଇ ନିଅ ପାନ ବନାରସ ବାଲା। ଭାଇ ଜବରଦସ୍ତ ପାନ ଦେଲ। କୋଉଠୁ ବମ୍ବେରୁ ଆଇଲ ନା କଣ? ସେମିତି ଠିଆ ହେଇଛ? ବମ୍ବେରୁ ଫେରି ଯାଇ ରଜ ବୁଲି ଯାଇଥିଲ? କେତେ ଟଙ୍କା 30 ଟଙ୍କା ନା କେତେ ଟଙ୍କା? 20 ଟଙ୍କିଆ ଅଛି, 5 ଟଙ୍କିଆ ଦଉନା ଗାଁ ଗହଳି କଥା। 10 ଟଙ୍କିଆ ପାନ ଏଠି ଆସି ମାର୍କେଟ ଆସି କୋଉଠି ରେଟ୍ ଜମିଲାଣି? 5 ଟଙ୍କିଆ ଟା ଦଉନା ନହେଲେ। 5 ଟଙ୍କିଆ ହେଲେ ପଣସ ପତ୍ର ତା ସାଙ୍ଗକୁ ମସଲା ରହିବ ବଜୁରି ବାଲି ଗଲା କାରଣ ଶସ୍ତାର ଅବସ୍ଥା। ସିଏ କଣ ଲୋକ ଖାଆନ୍ତି? ଆଉ ତମେ ଯଦି 30 ଟଙ୍କିଆ କହିବ ତାହେଲେ ମସଲା ମସ୍ତ ମସଲା ବମ୍ବେରୁ ମସଲା ହଉଛି। ବମ୍ବେରୁ ଆଉଛି। ଆଉ ଏଠି ତ ଓଡିଶାରେ କୋଉଠି ମିଳୁନି ବୁଝିଲ। ଆଉ ଠକ ଆଉ ଚୋବେଇ ଦେଲା ପରେ ଜାଣିବ ମଧୁବନ ବାସିବ। 3 ଦିନ ତ ଠକିବ ଲୋକଙ୍କୁ ଆଉ ଗାଁ ଗହଳି ଆଉ। ହଉ ସେଇଥିରେ ତ ତମକୁ ଆମେ ପୁରା ବୁଦ୍ଧିସାରେ ଲୁଟି ଦେବୁ। ହଉ ପାନ ଗଲା ଭଙ୍ଗା ହେଲା ଆଉ ହେଲା। ଟେନସନ ନିଅନା। 5 ମିନିଟ୍ ବସ ଭାଇ ଦଉଛି ମସ୍ତ ଚୋବେଇ ଯିବ। ବମ୍ବେ ଯିବ ତ ନା କୋଉଠି ଯିବ? ବମ୍ବେ ସୁରାଟ ଯିବି। ଆଉ ସୁରାଟ ଯିବ ଭଲ 10 ଖଣ୍ଡ ପାନ ଦେଇଦେଉଛି ହେଲା। ଦିଅ। ହବ ତ? ହଉ ହେଲା ଆଉ ହଉ ଭାଇ ନିଅ ତମର ହେଇଗଲା ପାନ ହେଲା। ଯାଅ ଖଣ୍ଡେ ଚୋବା କେନ୍ତା ନାଗୁଛି ଦେଖ ବୁଝିଲ। କେତେ ଟଙ୍କା ହେଲା? ତମକୁ କହିଲି 5 ଖଣ୍ଡ ନେଲ ତମର ଗୋଟା 30 ଟଙ୍କା। 5 3 15 ହେଇଯାଉଛି। କେତେ ହେଲା? କେତେ ହେଲା? 5 3 15 150 ଟଙ୍କା ହେଲା। 150 କମେଇ ନଉନ ଟିକେ। ଆଉ କମେଇ ଦିଅ 100 ଟଙ୍କା ଦିଅ। ତମ ପାନ ତ ନେଲଣି 5 7 ଖଣ୍ଡ ପାନ ନେଲଣି ଯାଅ ଖାଅ ବଢିଆ ପାନ ଆଉ। হও যাও 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 বস পড়েব পুরো মিষ্টি পান লাগিলা এখান থেকে কলকাতা বাজার থেকে যেখান জায়গায় বেচছে যে এইমান পাকার বেচবে এম পানটা একদম রোজ পান ରଜ ହାପି ରଜ। হ্যাঁ ପାନ ଦିଅ। ପାନ କେତେ ଟଙ୍କା? ପାନ 30 ଟଙ୍କା ଅଛି 40 ଟଙ୍କା ଅଛି। 30 ଟଙ୍କା ନଉଛ? ଆଉ କଣ 30 ଟଙ୍କା 30 ଟଙ୍କା ଟଙ୍କାଟା କମ ନାହିଁ। କାଇଁ ତମେ ଗାଁରେ ଦୋକାନ କରୁଛ 30 ଟଙ୍କାରେ ପାନ ଦବ ସଂସାର ଯାକ 10 ଟଙ୍କା। ତମେ ଗୋଟେ ନୂଆ ଷ୍ଟାଇଲ ଚଲେଇଛ। ଆଉ 10 ଟଙ୍କା ଏବେ କୋଉଠି ମାର୍କେଟ ରେଟ୍ ପାନ କଣ ପାଇଁ 30 ଟଙ୍କା କହିଲ? କଣ ପାଇଁ? ମସଲାଟା ବର୍ତ୍ତମାନ ଓଡିଶାରେ ନ ମିଳିବାରୁ ମୁଁ ମଗେଇଲି ନାଗାଲାଣ୍ଡରୁ। ଆଉ ପାନଟା ବମ୍ବେରୁ ପାନ ଆଇଛି ନାଗାଲାଣ୍ଡରୁ ମସଲା ଆଉ ଗୁଆ ଆଇଲା କୋଉଠୁ ନା ଶ୍ରୀଲଙ୍କାରୁ। ରେଟ୍ଟା କେତେ ନେବି ତେମେ ଏଇଠି କୁହ? 30 ନେବି ନା 300 ନେବି? ଅବଭିୟସଲି 30 ଟଙ୍କା ହବ। 300 ଏଇ ଗୋଟେ ଏବେ 10 ଜଣ ପିଲା ନେଲେ ରେଳ ଷ୍ଟେସନରେ ବଇଛନ୍ତି ଦେଖ ଯା ପଚାର 300 ଟଙ୍କା ଦେଇକିରି 2 ଖଣ୍ଡ ପାନ ନେଲେ। ପୁଣି ସେ ତିନିଶହ ଟଙ୍କା ନେଲେ ଯେ ଗୋଟା 150 ଟଙ୍କା। ଟେଷ୍ଟ ସେଇଭଳିଆ କରାହେଇଥିଲା। ତମେ ଯଦି ଚାହିଁବ ସେ 30 ଟଙ୍କାରେ ଆମେ ଚେପେଇଦେବୁ ହେଲେ ଯୁକ୍ତି କଲେ ତମେ ଲାଷ୍ଟକୁ କଣ ପଣସ ପତ୍ର ଆଉ ବଜୁରୀ ସାଙ୍ଗକୁ ଗୋଡି ତା ରେଟ୍ କେତେ? ତା ରେଟ୍ 5 ଟଙ୍କା। ଗୋଡି ଖାଆନ୍ତି ମଣିଷ। ତମେ ଖାଇବ ନ ଖାଇବ ତମେ ବୁଝିବ ନା ଆମେ ବୁଝିବା? କାହିଁ ସେମିତି ବ୍ୟସ୍ତ ହଉଛ? ପାନଟା ଗୋଟେ ଭେରାଇଟି ପାନ ହଉଛି ଟିକେ ମିଷ୍ଟି ପାନ ଟିକେ ସମୟ ଲାଗିବ ନା ଆଉ। ହଡ଼ ବଡ଼ ହେଲେ 4ଟା ପାନ ଦବ ତମେ ଗୋଟେ ଦିନ ଲଗେଇବ ମତେ ଯାହା ଲାଗିଲା। ହଁ ଆଉ 5 ମିନିଟ୍ ପୁରା ଧୈର୍ଯ୍ୟ ଧର ବାଇନ ସେମିତି ହୁଅ ନା। ଭଲ ସେ ପୁରା ମସଲା ଦେଇକି ପୁରା ରଜ ଭଳିଆ ପାନ ଫିଲ୍ ହବା ଦରକାର। ଖାଲି କହିଦେଲେ ରଜ ପାନ କଣ ହବ? ନା ନାଇଁ ଦବ ନା ନାଇଁ କହିଲ? ଭାଇ ଟିକେ ତମେ ପେସେନ୍ସ କର। ଭାବୁଛ କଣ ଏଟା ହାତ ମେସିନ୍ ଚାଲିବ ନା କଣ? ଭଙ୍ଗା ଚାଲିଛି ତମେ ଛାନିଆ କାହିଁ? 4 ଖଣ୍ଡ ପାନ 4 ମିନିଟ୍ ଲାଗିବ। ତମେ ଏତେ ହଡ଼ବଡ଼ ହେଲେ କଣ ତମେ ରେଳ ପଳଉଛି ନା କଣ? ବେଳ ଅଛି ଷ୍ଟେସନ ଆଇ କେତେ ବାଟ ହାଉଲେ ନବ ଖାଇ ଯିବ ଏମିତି ଦାନ୍ତ ଦେଖେଇ ଯିବ ନାଲି ପାନ। ଓହୋ ଦିଅ ଜଲ୍ଦି ଦିଅ ତମେ। ହଁ ଜଲ୍ଦି ଦିଅ। ହଉ ଭାଇ ପୁରା ବ୍ୟସ୍ତ ହେଲେଣି ତମେ ମୁଁ ଜାଣି ସାରିଲିଣି। ହାଉଲେ ରୁହ। କଣ ପାନ ଦଉଛ ମୁଁ ବି ଦେଖେ। ହଉ ରୁହ ହଉ କଣ କହୁଛ? 4ଟା ପାନ କେତେ ଟଙ୍କା ହେଲା? 120। ଆଉ କଣ ତମେ ଯେମିତି ଫୋନ ଯେମିତି ଭାବୁଛ ଯେମିତି ରୋଗୀ ଆମ୍ବୁଲାନ୍ସରେ ଯେମିତି ଇମର୍ଜେନ୍ସି ୱାର୍ଡରେ ବସିଲା ଭଳିଆ। କ୍ୟାସ୍ ଆଣିନି ମଉସା। କ୍ୟାସ୍ ଆଣ ନା ଆଉ ଚେକ୍ ଦିଅ।
କ୍ୟାସ୍ ଆଣିନା ଆଉ କଣ ଉଠେଇ କଣ ସକାଳେ ଦୋକାନ କରିବ ଏଠି କଣ ମାନେ କଣ ଗୁଣ୍ଡାଗିରି ଚଲେଇଛ କିଟୁ ଲୋକ କିରେ ଏଠି ଜୋର ବସ ଇଜ୍ଜତ ମତ ନାହିଁ ଟଙ୍କା କେଇଟା ତମ ପାଖରେ ନାହିଁ ଆଇଛ ଏଠି ମାର୍କେଟିଂ କରିବା ରଜ ବୁଲି ଆଇଛ ଆଜିକାଲି କ୍ୟାସ୍ କିଏ ଧରି ବୁଲୁଛି ଆଉ କଣ ଧରି ବୁଲୁଛ ଟିକେ ପ୍ରୋବ୍ଲେମ ଅଛି ମୁଁ ଘରକୁ ଯାଇକି ପଠଉଛି ଆଉ ଘର ଭାଙ୍ଗି ପଳେଇବି ଘର ଭାଙ୍ଗୁନା କେତେବେଳେ ସୁଦ୍ଧା ପଇସା ଦବ ସେଇଟା କୁହ ଅଧଘଣ୍ଟା ଭିତରେ ଆଣି ଦଉଛି ସେଇ ଯଦି ନଦେଲ ତମକୁ ମୁଁ ଚିହ୍ନିନି ତ ନଦେଲ ଆମ ଘର ପୂର୍ବ ଆଉ କୋଉଠି ହଉ ହଉ ନିଅ ହଉ 20 ଟଙ୍କା ତ ହଁ 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 ପାନ ଭଲ ଥିଲେ ପଇସା ଫୁଲ ମିଳିବ ନହେଲେ କାଟିକି ଦେବି କାଟା କରି ନାହିଁ ତମ ଗାଡ଼ି ଗାଣି ବନ୍ଧକ ରଖିଦେବି ମନେ ରଖିଦବ ଏମିତି ହେଲେ କଣ ଦୋକାନ ତମେ କରିପାରିବ ମତେ ଚିହ୍ନି ନା ତମେ ସେ ବୁନେ ସୁତା ଏପଟ ସେପଟ ହବନି ଛକ ଜାଗା ଦୋକାନ କରିବ ଏମିତି ଧମଧମ ହବ ହଁ ଧମ ଧମ ହବୁ ଅଳ୍ପ ଖର୍ଚ୍ଚ କରୁଛୁ ପଇସା ଇଏ କରୁଛୁ ଇନଭେଷ୍ଟ କରୁଛୁ ଆରେ ବୁଝୁଛି ୟାର ମାଗଣା କିଏ ଦୋକାନ କରନ୍ତିନି ହଁ ସେ ବୁଝାଉ ନା ବହୁତ ତମେ ଯାଇକି ଦଉଛି ଆପଣ ଏମିତି କଣ ବିହେଭ କରୁଛ ଭାଇ ହଁ ବ୍ୟବହାର ହବ ପଇସା ନାହିଁ ମାନେ ମାଗଣା ଖାଇଲେ ଏମିତି ହବ ଭୁଲ ତ କରିଛି ଆଉ ଏଇଠି କଣ କରିବି ମୁଁ ପର୍ସ ଛାଡି ଆଇଲି ମୋର ଫୋନ ପେ ବି ଚାଲୁନି ରଜରେ ଆଜି 200 ଲୋକ ଖାଇଗଲେଣି ଟଙ୍କାଟା ବାକି ତମ ଲୋକ ଆଇଲା ସାନ ଟଙ୍କା ଯୋଉ ଶୁଣ ମ ଏତେ କାଇଁ ଖଚ ଖଚ ହଉଛ ତମ ସବୁ ସାନ ଟଙ୍କା ହଉଛି ତା ନମ୍ବରରେ ପଠେଇଦେଲେ ହବ ହଁ ପଠେଇଦେଲ ହବ ଫୋନ ପେ ହଁ ହଁ ତାଠୁ ନେଇକିରି ପଠଉଛି ହେଲା କି ବହୁତ ବାହାନା ବାଜି କରୁଛୁ ଓ ଦି ଦିନ ହେଇଗଲା କୁଆଡେ ଗଲା ସେ ଟାଉଟର ପଇସା ଦେଲାନି ତ ଦେଲାନି ଫୋନ ଟିକେ କଲ୍ ବି ଟିକେ କହିଲାନି ସାନ ଭାଇ କି ବି ଦେଇନି ସେ ଗଲା କୁଆଡେ ସୁରାଟ ପଳେଇଲା ବୋଧେ ନୁହଁ ଏମିତି ବହୁତ ସୁରାଟି ଆସନ୍ତି ଏତେ ବାଡ଼େ ଦେଇ ବାକି ମାଗଣା ଖାଇ ପଳାନ୍ତି ଆଉ ହ୍ୟାଲୋ ହ୍ୟାଲୋ ଭାଇ କହୁନାହାନ୍ତି କୋଉଠି ଅଛ କୋଉଠି ଆଉ ରହିବି ଗାଁରେ ଅଛି ଘରେ ଅଛି ଆଉ କୋଉଠି ରହିବି ଆରେ ସେ ଯୋଉ ନେଲଣି 2 ଦିନ ହବ ପାନ 4ଟା ନେଲ ଏପର୍ଯ୍ୟନ୍ତ ପଇସା ପତ୍ର ଆସିଲନି ହଁ ମୁଁ କଣ ଘର ଭାଙ୍ଗି ପଳଉଛି ଭାଇ ମୁଁ କଣ ଘର ଭାଙ୍ଗି ପଳଉଛି ଆପଣଙ୍କ 4ଟା ପାନ ପଇସା 120 ଟଙ୍କା ମୁଁ ଯାଇ ଦେଇଯିବି ସେମିତି କେତେ ଗଲେଣି କହିକି ତମ ଭଳିଆ କହିକିରି ଗଲେଣି ବୁଝିପାରୁଛ ଏମିତି ମୋ ପାଖକୁ ଭଳିଆ ତମେ 5 ଜଣ ପାଖରୁ ବାକି ଖାଇ ଯାଇଛ ତମକୁ ଯଦି ଲଜ୍ଜା ସରମ ଅଛି ବେହିଆ ଭଳିଆ କଥାବାର୍ତ୍ତା କର ନା 5 ମିନିଟରେ ଆସି ମୋ ପଇସା ଦେଇଯାଅ ହେଲା ଭାଇ ମୁଁ ଦେଇଦେବି ଭାଇ ଏମିତି ରାଗୁଛ କାହିଁ 120 ଟଙ୍କା ହେଲାଣି ଆଉ ତମର ବଡ ଗୁଣ୍ଡା ବନିଆ ତମେ ବହୁତ ବଡ ବଡ କଥା ମୋର ATM କାର୍ଡ ବି ଚାଲୁନି ବୁଝିଲେ ତମର କିଛି ଚାଲୁନି ତମର କିଛି ନାହିଁ ତମେ ଯିବ କାହିଁ ଚାଲୁଛ ପାନ କାହିଁ ଖାଉଛ ପାନ ଖାଇଦେଲି ଯେହେତୁ ରଜ ଆଉ ରଜରେ ପାନ ଖାଇବାକୁ ପଡିବ ଆଉ ଗୋଟେ ଅଛି ପ୍ରଥା ଆମର ରଜ ପାନ ତମେ ନିଜେ ଘରେ ଭାଇ ଖାଉନା ଘରେ ଏତେ ମସଲା ଫସଲା କଣ ଆମେ କିଣିକିରି ଖାଇପାରିବୁ ମୁଁ ଦେଇଦେବି ଭାଇ ଦେଇଦେବି ବହୁତ ଜଲ୍ଦି ଦେଇଦେବି ବୁଝିଲେ ରାଗନ୍ତୁନି ଆପଣ ଭାଇ ରାଗନ୍ତୁନି ମୁଁ ଦେଇଦେବି ଆପଣଙ୍କ ପଇସା ବୁଝିଲେ ପ୍ରଥମରୁ ମୁଁ ଦେଖିଲିଣି ତମେ ବହୁ ବାହାନା କରୁଛ ନବା ବେଳଠୁ ତମେ ଗୋଟେ ସୁପର ଷ୍ଟେସନ ଟାଉଟର ହେଲା ଭୁବନେଶ୍ୱର ଷ୍ଟେସନ ଟାଉଟର ମାନେ ତମ ଭଳିଆ ଟାଉଟର ମୁଁ କୋଉ ପୃଥିବୀରେ ଦେଖିନି 4 ଖଣ୍ଡ ପାନ ନେବ 75 ଟଙ୍କା କଥାବାର୍ତ୍ତା କରିସାରିଲଣି ଏତେ ତମେ ଜମି ଜାଗା ବିକି ଦଉନା ଯଦି ପାନ ପାଇଁ ଆଜ୍ଞା କାହିଁ ଏତେ କଥା କହୁଛନ୍ତି କହିଲେ ମୁଁ କଣ ଆପଣଙ୍କର ଅଛି ନା ପିଲା ମୁଁ ଏ ପାଖ ଗାଁର ଆପଣ ଏମିତି କହିଲେ ହବ ଭାଇ କୁହନା ତମ ଭଳିଆ ଟାଉଟର ଦେଖିଛୁ ଆମର ଗୋଟେ ଦୁର୍ଭାଗ୍ୟ ତମକୁ ଦେଇ ଦେଇଛୁ 4 ଖଣ୍ଡ ପାନ ସେ ପଇସା ବୁଲା ବମ୍ବେରୁ ପାନ ଆଣିଦେଲୁ କଣ କରିବା ମୁଁ ଦେଇଦେବି ମୁଁ ଗଲା ପୂର୍ବରୁ ଗାଁରୁ ଦେଇଯିବି ଆଜ୍ଞା ମନ ଦୁଃଖ କରନ୍ତୁ ଆଜି ସଞ୍ଜ ସୁଦ୍ଧା ପହଞ୍ଚି ତମ ବାଇକ୍ ଟାକୁ ଆଣି ଘରେ ରଖିବି ବନ୍ଧା ପକେଇବି ହେଲା ରାଗନ୍ତୁନି ଭାଇ ଦେଇଦେବି ମୁଁ କୁଆଡେ ଗଲା ସେ ଟାଉଟର ଆଜି ଦେଖା ଧରା ପଡ଼ିଲେ ଆଜି ବାଉଁଶରେ ବାଡ଼େଇବି କଣ 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 ଭାଇ କଣ ଗାଡି କଣ ଚଢଉଛ ପଇସା ଦିଅ ଗାଡି ଥୋଇକି ଗାଡି ଚଢଉଛ କଣ ଗାଡି ଛଡେଇବୁ ନାଇଁ ଗାଡି କଣ ଚଢଉଛ ଗାଡି ଛଡାବ ମୁଁ ପଇସା ଦିଅ କୋଉ ପଇସା ତମେ ମତେ ଦେଇଛ ପାନ ପଇସା 120 ଟଙ୍କା ପାଇଁ ତମେ ଗାଡି ରଖିବ ହଁ ରଖିଦେବି ସାର୍ କମ ନୋଟ ତମର ହଁ ମୋ ସାହସ ଅଛି ଅନୁଭବ ଅଛି ପଇସା ଦବ ଗାଡି ନେଇ ଯିବ ଖେଳୁଛ ମୋ ସାଙ୍ଗରେ ତମ ନାଁ ଦେଖ ଷ୍ଟୋରି କେସରେ ଏଫଆଇଆର ଦେବି ଯାଅ ଏବେ ଯା ହଉ ଦେଖିଆ ତମ ଡମ୍ କେତେ ହେଲା କୋଉ ଥାନାକୁ ଯିବୁ ଯା ସେଇଠି ପିଟି ପିଟି ଆଣି ପୋଲିସ ମୋରି ଘର ପାଖରେ ପକେଇଯିବ ପଇସା ଦବୁ ଯିବ ଖେଳୁଛୁ ମୋ ସାଙ୍ଗରେ